ସମସ୍ତଙ୍କୁ ନମସ୍କାର। ରାୟଗଡ଼ା ଜିଲ୍ଲାରେ ବହୁତ ସାରା ଟିଚର ଜବ୍ର ଭ୍ୟାକେନ୍ସି ରହିଛି। ଆପଣମାନେ PDFରେ ଆପଣମାନେ ଦେଖିପାରୁଥିବେ। ମୁଁ କୌଣସି ପ୍ରକାର ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଫେକ୍ ଭିଡ଼ିଓ ମୁଁ କରେ ନାହିଁ। ଯେଉଁ ପିଲାମାନେ PG କିମ୍ବା BEd କରିଛନ୍ତି, ମନେ ରଖନ୍ତୁ, ଯେଉଁ ପିଲାମାନେ PG କିମ୍ବା BEd କରିଛନ୍ତି ସେମାନେ ହିଁ ଏହି ଭିଡ଼ିଓକୁ ଦେଖନ୍ତୁ। ଆଉ ଆପଣମାନେ ଯଦି PG କିମ୍ବା BEd କରିନାହାନ୍ତି, ଯେଉଁ ଆପଣମାନଙ୍କର ରିଲେଟିଭ୍ସ, ଆପଣମାନଙ୍କର ଫ୍ରେଣ୍ଡସ୍ ମାନେ ଯେଉଁମାନେ ବି କରିଛନ୍ତି ସେମାନଙ୍କ ପାଖକୁ এই ଭିଡ଼ିଓଟାକୁ ସେୟାର କରନ୍ତୁ। କାହିଁକି ନା ବହୁତ ସାରା ଟିଚର ଜବ୍ର ଆପଣମାନଙ୍କର ଭ୍ୟାକେନ୍ସିଟା ଆପଣମାନଙ୍କର ରହିଅଛି। ଠିକ୍ ଅଛି, ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଆମେ ଦେଖିନେବା କେଉଁ କେଉଁ ଟିଚର ଜବ୍ ଆପଣମାନଙ୍କର ଭ୍ୟାକେନ୍ସିଟା ଆପଣମାନଙ୍କର ରହୁଛି। PGT ଇଂଲିଶ ପୋଷ୍ଟ। PGT କହିଲେ କ'ଣ ନା, ଯେଉଁ ପିଲାମାନେ PG ଆଉ BEd କରିଥିବେ ସେମାନଙ୍କୁ କ'ଣ ବୋଲି କୁହାଯାଏ? PGT ବୋଲି କୁହାଯାଏ। ତ BEd ଆଉ PG କରିଥିବା ପିଲାମାନଙ୍କୁ PGT ବୋଲି କୁହାଯାଏ। ତ PGTର ଇଂଲିଶ ପୋଷ୍ଟ ଆପଣମାନେ ଦେଖିପାରୁଥିବେ, ମ୍ୟାଥମେଟିକ୍ସ ପୋଷ୍ଟ, ଫିଜିକ୍ସ ପୋଷ୍ଟ। ତାପରେ ଆମେ ଯଦି ଦେଖିବା PGTର ହିଷ୍ଟ୍ରି ପୋଷ୍ଟ, ହିଷ୍ଟ୍ରି, PGT କମ୍ପ୍ୟୁଟର ସାଇନ୍ସ। ତାପରେ ଆସିଲା କ'ଣ? TGT ପୋଷ୍ଟ। TGT ମାନେ କ'ଣ? କେବଳ ଯେଉଁମାନେ BEd କରିଥିବେ ସେମାନଙ୍କୁ କ'ଣ ବୋଲି କୁହାଯାଏ? ଆଉ TGT ବୋଲି କୁହାଯାଏ। ତ ମ୍ୟାଥମେଟିକ୍ସରେ ଆପଣମାନଙ୍କର TGT ପୋଷ୍ଟ ଅଛି, ଓଡ଼ିଆ ପୋଷ୍ଟ ଅଛି, TGT ଓଡ଼ିଆ, TGT ସୋସିଆଲ ସାଇନ୍ସ। ତାପରେ ଯଦି ଆମେ ଦେଖିବା TGT ମ୍ୟୁଜିକ୍, TGT ଆର୍ଟ, PET ଫିମେଲ୍, TGT ହିନ୍ଦୀ ପୋଷ୍ଟ, TGT ସାଇନ୍ସ ପୋଷ୍ଟ, TGT ଇଂଲିଶ ପୋଷ୍ଟ ଆପଣମାନଙ୍କର ଭ୍ୟାକେନ୍ସି ଆପଣମାନଙ୍କର ରହିଯାଇଛି। ତ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା, ଆପଣମାନଙ୍କୁ ଇଣ୍ଟରଭ୍ୟୁ ଦେବାକୁ ଯିବାକୁ ପଡ଼ିବ। ତ ଆପଣମାନେ ଜାଣି ରଖନ୍ତୁ, ଯେଉଁ TGT ପୋଷ୍ଟ ପାଇଁ ଆପଣମାନେ ଯିବେ ତା'ର ମାସକୁ ଆପଣମାନଙ୍କର ସ୍ୟାଲେରୀ କେତେ ରହିବ ନା 33,000 ଟଙ୍କା ରହିବ TGT ପୋଷ୍ଟ ପାଇଁ। ଆଉ ଯେଉଁ PGT ପୋଷ୍ଟ ପାଇଁ ଆପଣମାନଙ୍କୁ ମାସକୁ 35,000, ଏଇଟା ହେଲା 33,000, ଏଇଟା ହେଲା ଆପଣମାନଙ୍କର PGT ପୋଷ୍ଟ ପାଇଁ ଆପଣମାନଙ୍କର 35,000 ଟଙ୍କା ଆପଣମାନଙ୍କର ସ୍ୟାଲେରୀଟା ରହିବ। ଠିକ୍ ଅଛି, ଆପଣମାନେ କ'ଣ କରିବେ, ଆଉ ରାୟଗଡ଼ା ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍ରେ ଆସିକି ଏହି PDFଟାକୁ ଆପଣମାନେ ଡାଉନଲୋଡ଼୍ କରିନେବେ। ତାପରେ ଯଦି ଆପଣମାନେ ଡାଉନଲୋଡ଼୍ କରିପାରୁନାହାନ୍ତି, ମୋର ଭିଡ଼ିଓର ଡେସ୍କ୍ରିପସନ୍ରେ ମୁଁ ଦେଇଛି ଲିଙ୍କ୍, କ୍ଲିକ୍ କରିବା ମାତ୍ରକେ ଆପଣ କ'ଣ କରିପାରିବେ? ଡାଉନଲୋଡ଼୍ କରିପାରିବେ। ତ ଆପଣମାନଙ୍କର କ'ଣ ରହିଛି? ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ୍, ଏଇ ଜାଗାରେ ଦେଖନ୍ତୁ, ଅଫିସ୍ ଅଫ୍ ଦ ପ୍ରିନ୍ସିପାଲ୍, ଏକଲବ୍ୟ ମଡ଼େଲ୍ ରେସିଡେନ୍ସିଆଲ୍ ସ୍କୁଲ ଚନ୍ଦ୍ରପୁରରେ ଆପଣମାନଙ୍କର କ'ଣ ରହିଛି? ଭ୍ୟାକେନ୍ସିଟା ଆପଣମାନଙ୍କର ରହିଛି। ଆଉ ସବୁଠାରୁ ଭେରି ଇମ୍ପୋର୍ଟାଣ୍ଟ ରହୁଛି କ'ଣ? ୱାକ୍ ଇନ୍ ଇଣ୍ଟରଭ୍ୟୁ। ମାନେ ଆପଣମାନଙ୍କୁ ନିଜେ ସେଠି ଯିବାକୁ ପଡ଼ିବ। ନିଜର ସବୁ ଅରିଜିନାଲ୍ ଡକୁମେଣ୍ଟ ଆଉ ଜେରକ୍ସ ଡକୁମେଣ୍ଟ ଆପଣମାନେ ଧରିକି ଯିବାକୁ ପଡ଼ିବ। ଏ ୱାକ୍ ଇନ୍ ଇଣ୍ଟରଭ୍ୟୁ ସେଡ୍ୟୁଲ୍ ଟୁ ବି ହେଲ୍ଡ ଅନ୍ 26/4/2026, ମାନେ ଏପ୍ରିଲ 26 ତାରିଖରେ ଆପଣମାନଙ୍କର ଇଣ୍ଟରଭ୍ୟୁ ରହୁଛି। ବୁଝିହେଲା ନା ନାହିଁ? 26 ତାରିଖରେ ଆପଣମାନଙ୍କର ଇଣ୍ଟରଭ୍ୟୁ ରହୁଛି। ଏପ୍ରିଲ 26 ତାରିଖ ଚନ୍ଦ୍ରପୁରରେ ଆପଣମାନଙ୍କର ଇଣ୍ଟରଭ୍ୟୁ ରହିବ। କ'ଣ ଲେଖାଯାଇଛି? ନାରିନିଗୁଡ଼ା, ନାରିନିଗୁଡ଼ା ପୋଷ୍ଟ, ବିଷମ କଟକ, ରାୟଗଡ଼ା। ଏହି ଜାଗାରେ ଆପଣମାନଙ୍କର କ'ଣ ରହିଛି? ଇଣ୍ଟରଭ୍ୟୁ ରହିଛି। ସମସ୍ତଙ୍କୁ ରାୟଗଡ଼ାରେ ଥିବା ପ୍ରତ୍ୟେକ ଭାଇ ଭଉଣୀମାନେ ଯେଉଁମାନେ PG BEd କରିଛନ୍ତି ସମସ୍ତେ ଆପଣମାନେ କ'ଣ କରନ୍ତୁ? ଇଣ୍ଟରଭ୍ୟୁ ଦେବା ପାଇଁ ଯାଆନ୍ତୁ। ଆଉ ଏମିତି ଆଗାମୀ ଦିନରେ ଯେକୌଣସି ବି ଜବ୍ ବାହାରେ ତା'ର ଡିଟେଲ୍ସ ନୋଟିଫିକେସନ୍ ଜାଣିବା ପାଇଁ ଆପଣମାନେ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନେ ସବସ୍କ୍ରାଇବ୍ କରି ରଖନ୍ତୁ। ଆଉ ଏହି ପୋଷ୍ଟ ବିଷୟରେ କିଛି ଅଧିକ ଯଦି ଜାଣିବାର ଅଛି ତାହେଲେ ଆପଣମାନଙ୍କୁ ଏହି ନମ୍ବରଟା ଦିଆଯାଇଛି। ଆଉ ଏହି ନମ୍ବରରେ ଆପଣମାନେ କଣ୍ଟାକ୍ଟ ଆପଣମାନେ କରିପାରିବେ। ଆପଣମାନେ ଫୋନ୍ରେ ମଧ୍ୟ ସେମାନଙ୍କୁ କଥାବାର୍ତ୍ତା କରିପାରିବେ। ତ ଚ୍ୟାନେଲକୁ କ'ଣ କରନ୍ତୁ? ସବସ୍କ୍ରାଇବ୍ କରନ୍ତୁ। ବହୁତ ବହୁତ ଧନ୍ୟବାଦ।